मो कविता तुम इच्छा पूर्ण हो तुम बड़ दाण्ड सरना बाली रे भाव जोड़ा मन कविता लिखी गीत गाऊबी तुम्हे थी तुम नाम पतित पावन दर्शन करी साखी थी नील चक्र बाईसी पहाचे गड़ी जाऊथी सरीजीव मोर दुख प्रभु सरीजीव मोर दुख घेनिण संगर विष्णु वंश नोहिले जे पाद नुहे कही कवि रूपे जन्मती विष्णु नर देह धरी कवितार शीर्षक गोटे जणाण कवि प्रफुल्ल चंद्र साहू तांको मु आह्वान करछि तांकर कविताटी पाठ करिबाकू। महापात्र पिता गयाचंद महापात्र रकला हिंदोल ढेंकाना महाशय शिक्षकता एवं पाला परिवेशन अपूर्व आकर्षण विमोहित आपण तमाम जीवन समस्त प्रतिकूलता को अतिक्रमण कर समाज रे धार्मिक भावधारा प्रतिष्ठा करने एवं कलुषित परंपरा को विनाश कर एक सुंदर समाज गठन करिबारे आपण प्रचेष्टा प्रशंसा योग्य पाला माध्यम भगवत सतार महत्व को अनुभव कराई भक्ति भाव जो स्रोतस्वनी कुहाउछन्ते ताहा आपण तेजोदीप व्यक्तित्वर परिप्रकाश ओडिशार कोण अनुकोण रे पाला परिवेशन कर आपण साउंटुछन्ते अनेक सम्मान और श्रद्धा तत्व विभूषण उत्कल श्री भली अनेक विशेषण प्राप्त कराइथिबा आपण हिंदू मो जीवन पछे नष्ट पड़ी था जगत उद्धार हे कहूची संथ मु नुहे संत हेबी मु कहूची सत्या राइते जानी गली आज बड़ बिछुआटे मु बड़ बिछुआटे युव प्रतिभा सम्मान 2025 देउछन्ति प्राप्तेषु श्रीमान सर्वेश्वर पात्र पिता स्वर्गत रवि नारायण पात्र माटीर पुओ सौम्य रंजन माध्यम जो पराकाष्ठ देखाई केवल निज नुहे सारा जिला को चमत्कृत करिछि। आपण जने मेधावी छात्री हेबा सहित देशात्मबोधक संगीत पुराण ज्ञान संबंधित कार्यक्रम जिला स्तरीय गणित विज्ञान साधारण ज्ञान एवं प्रकृत प्रतियोगिता आपणक श्रेष्ठता प्रदर्शन आपणक भविष्य एक संभावनामय व्यक्तित्व भाव में परिगणित कर गौरी नारायणी नमस्तुते माधव माधव हरि माधव माधव विष्णु मु सिपुन जेना आज प्रीतिर प्रयासर 19तम वार्षिक उत्सव अवसर में मु कविता पाठरे संयोजक भाव संयोजना करुली। आज यही भक्तिरसात्मक कविता पाठ राज्यस्तर कविता पाठ जहाँ आम ढेंकानाल जिलार हिंदोल माटीर एक गर्व गौरव
ପ୍ରୀତିର ପ୍ରୟାସ ଦୀର୍ଘ 19 ବର୍ଷ ଧରି ନିଜର କାର୍ଯ୍ୟକ୍ରମ କରିଆସୁଛି ଏବଂ ତାର ପ୍ରତିବର୍ଷ ବାର୍ଷିକ ସଂକଳନ ଏହି ଶ୍ରୀପଞ୍ଚମୀ ସଂଖ୍ୟା ଉନ୍ମୋଚନ କରିଆସିଛି। ଆଜିର ଏହି ଭକ୍ତିର ସତ୍ମକ କବିତା ପାଠ ସହିତ ରାଜ୍ୟସ୍ତରୀୟ କବି ସମ୍ମିଳନୀ ନିଶ୍ଚିନ୍ତ ଭାବରେ ଓଡ଼ିଆ ସାହିତ୍ୟର ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ରାଜୀବ ଗୋପାଳ ସ୍ୱାଇଁ, ଘର ହେଉଛି ଓଡ଼ାପଡ଼ା ବ୍ଲକରେ କୁରୁଣ୍ଟି ମେରାମଣ୍ଡଳୀ ଢେଙ୍କାନାଳ। ଆଜି ପ୍ରୀତିର ପ୍ରୟାସରେ ଯେଉଁ କାର୍ଯ୍ୟକ୍ରମ ବାର୍ଷିକ 19ତମ ବାର୍ଷିକ ଉତ୍ସବ, ସେଥିରେ ମୋତେ ପ୍ରୀତିର ପ୍ରୟାସ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବା ଏକ ଅଭୁଲା ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ମୁଁ କହିବି, କାରଣ ଏହିପରି ସାହିତ୍ୟ କାର୍ଯ୍ୟକ୍ରମ ତ ଅନେକ ଘଟଣା ଘଟୁଛି, କିନ୍ତୁ ହିନ୍ଦୋଳ ମାଟିରେ ଏକ ଆଧ୍ୟାତ୍ମିକ ପରିବେଶର ସହିତ ଶ୍ରୀକୃଷ୍ଣଙ୍କର ଭାବାବେଗକୁ ନେଇନା ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏବଂ ସେଠାରେ ସମ୍ବର୍ଦ୍ଧିତ ହେବା, ସମ୍ମାନିତ ହେବା ଏକ ଗୌରବାନ୍ୱିତ ମୁହୂର୍ତ୍ତ ବୋଲି ମୁଁ ନିଶ୍ଚିତ ଭାବରେ ତାକୁ ଅନୁଭବ କରୁଛି। ଜୟ ଜଗନ୍ନାଥ, ନମସ୍କାର, ଜୟ ହରିକୃଷ୍ଣ। ମା ପରି ଯେ ମମତା ଦିଏ ସୁଖ ଦେଇଥାଏ ସାଉଁଟି, ସୁନ୍ଦର ଠାରୁ କେଡ଼େ ସୁନ୍ଦର ମୋ ହିନ୍ଦୋଳ ମାଟି। ସତ କଥା ଆଜ୍ଞା, ଏଠି ଆପଣମାନେ ଯେଉଁଠି ଯାହା ଦେଖିଲେ ସବୁଜ ବନାନୀରେ ପରିପୂର୍ଣ୍ଣ, ଠିକ୍ ସେହିପରି କଳା, ସାହିତ୍ୟ, ସଂସ୍କୃତିରେ ମଧ୍ୟ ପରିପୂର୍ଣ୍ଣ। ଆପଣମାନେ ଯାହାକୁ କହୁଛନ୍ତି ପ୍ରୀତିର ପ୍ରୟାସ, ଏବେ ସେ 19ଟି ବର୍ଷରେ ପାଦ ଥାପିଛନ୍ତି। ଏ ଆରମ୍ଭ ଦିନଠୁ ମୁଁ ଆଜି ପର୍ଯ୍ୟନ୍ତ ରହିଛି, ଯେଉଁଦିନ କି ଏ ପ୍ରୀତିର ପ୍ରୟାସ ତାର ଏନ୍ତୁଡ଼ି ଜଳିଥିଲା এই ହିନ୍ଦୋଳ ମାଟିରେ। 19 ବର୍ଷ ଆଜିକି ପହଞ୍ଚିଛି। ସେ 19 ବର୍ଷ ହେଲା ମୁଁ ତାଙ୍କ ସାଥିରେ ରହିଛି ଏବଂ ଏ କାର୍ଯ୍ୟକ୍ରମ ସହିତ ସାମିଲ ହୋଇଛି। ଖୁସି ଲାଗେ, କାଲି ଯେ ଏଡ଼ି ବକୁଟି ହେଇଥିଲେ ସେ ଆଜି ବିରାଟ ମଣିଷ ହେଇଗଲେନି, ମା ହେଇଗଲେନି, ବାପା ହେଇଗଲେନି, ଚାକିରି କରି ବଡ଼ ନିଜ ଜୀବନକୁ ଏକ ପ୍ରତିଷ୍ଠିତ ଲାଭ କରିଛନ୍ତି। ତଥାପି ସେ ପ୍ରୀତିର ପ୍ରୟାସକୁ ଛାଡ଼ି ନାହାନ୍ତି ଆଜ୍ଞା। ପ୍ରୀତିର ପ୍ରୟାସ ଗୋଟିଏ ଏମିତି ପରିବାର, ଆଧ୍ୟାତ୍ମିକ ଚେତନା ଆଉ ଓଡ଼ିଆ ସାହିତ୍ୟ ଦିଗରେ ବିପ୍ଳବ ଆଣିଥାଏ, ଭାଷାକୋଷକୁ ସମୃଦ୍ଧି କରିଥାଏ ଏବଂ ଆଧ୍ୟାତ୍ମିକ ଚେତନାକୁ ଆମ ସମସ୍ତ ହୃଦୟରେ ଭରି ଦେଇଥାଏ। ତେଣୁ ଧନ୍ୟବାଦ ଦେବି ଏହାର ସମ୍ପାଦକ ଦାୟିତ୍ୱ ନେଇଥିବା ଆମର ଅଭୟ ଆଚାର୍ଯ୍ୟ ମହୋଦୟ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାମାନେ ଏପରି ପ୍ରୀତିର ପ୍ରୟାସକୁ ଭଲ ପାଉଥାନ୍ତୁ ଆଉ ପ୍ରୀତିର ପ୍ରୟାସକୁ ସର୍ବଦା ଆସୁଥାନ୍ତୁ। ଜୟ ଜଗନ୍ନାଥ, ନମସ୍କାର।